ଜୟ ଜଗନ୍ନାଥ। ସାୟନା ଓଡ଼ିଆ ଟେକ୍କୁ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ବର୍ତ୍ତମାନ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ବହୁତ ବଡ଼ ଘୋଷଣା। ଏଥିରେ ମିଶନ ଶକ୍ତି ମହିଳାମାନଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି କ'ଣ ଦେଖନ୍ତୁ। ଆମେ ଟିକେ ନଜର ପକାଇବା ଯେ ମିଶନ ଶକ୍ତି ଅଣ୍ଡରରେ କାର୍ଯ୍ୟରତ ବା ସମସ୍ତ ସପୋର୍ଟିଂ ଷ୍ଟାଫ୍ ଏଠି ଦେଖନ୍ତୁ MBK ଏବଂ ବ୍ୟାଙ୍କ ମିତ୍ର ଏବଂ ଜୀବିକା ସହାୟକ ଏ ସମସ୍ତଙ୍କ ବର୍ତ୍ତମାନ ଦରମା ପାଉଥିଲେ 6,750 ଟଙ୍କା। ବର୍ତ୍ତମାନ ଏହାକୁ ବୃଦ୍ଧି କରିକି 10,700 ଟଙ୍କା ପାଇବେ। ଏଥି ରାଜ୍ୟ ସରକାର ଏ ଥିଲା ବହୁତ ବଡ଼ ଘୋଷଣା। ତା ସହିତ ଦେଖନ୍ତୁ ଯେ ପୁଣି ମିଶନ ଶକ୍ତି ଅଣ୍ଡରରେ କାର୍ଯ୍ୟରତ କୃଷି ମିତ୍ର ଏବଂ ପ୍ରାଣୀ ମିତ୍ର ଏହିମାନଙ୍କୁ ମଧ୍ୟ ରାଜ୍ୟ ସରକାର 3,750 ଟଙ୍କା ଦେଉଥିଲେ। ବର୍ତ୍ତମାନ ଏହାକୁ ବୃଦ୍ଧି କରିକି 6,250 ଟଙ୍କା ଏଠି ଦେବେ ଏବଂ CRP ଏବଂ CA ମାନଙ୍କୁ 3,600 ଟଙ୍କା ପାଉଥିଲେ। ବର୍ତ୍ତମାନ ଏହାକୁ 6,100 ଟଙ୍କାକୁ ବୃଦ୍ଧି କରାଯାଇଛି। ଏବଂ ଆପଣମାନେ ଦେଖିବେ ଯେ ରାଜ୍ୟ ସରକାର ଅତିରିକ୍ତ 96.51 କରୋଡ଼ ଟଙ୍କା ଏଠି ଅତିରିକ୍ତ ବଜେଟ୍ ଖର୍ଚ୍ଚ କରିବେ। ଏହା ଅକ୍ଟୋବର 2023 ମସିହାରେ ଲାଗୁ ହୁଏ। ତେଣୁ ପିଛରେ ଭାବେ 4 ମାସର ପଇସା ବୋନସ୍ ଆକାରରେ ଏଠିରେ ବା ଦେଖନ୍ତୁ ଯେଉଁ ମିଶନ ଶକ୍ତି ଅଣ୍ଡର ଥିବା କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଏମାନେ 4 ମାସର ବୋନସ୍ ପଇସା ପାଇବେ। ଇଏ ଥିଲା ମୁଖ୍ୟମନ୍ତ୍ରୀଙ୍କ ବହୁତ ବଡ଼ ଘୋଷଣା। ଏଥିରେ ମିଶନ ଶକ୍ତିର ମହିଳାମାନେ ବା 59,500 ଏଠି ଉପକୃତ ହେବେ। ଏ ଥିଲା ମୁଖ୍ୟମନ୍ତ୍ରୀଙ୍କ ବହୁତ ବଡ଼ ଘୋଷଣା। ତେଣୁ ସମସ୍ତ ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନେ ଉପକୃତ ହେବେ।